ଜଷ୍ଟିଫିକେସନ ଗୋଟେ ଟର୍ମ ଯାହାକୁ ବଙ୍ଗାଳୀରେ ବା ଓଡ଼ିଆରେ କୁହାଯାଏ ଧାର୍ମିକ ଗଣନା କରିବା ବା ଧାର୍ମିକ ବୋଲି ଘୋଷଣା କରିବା। ଇଟ୍ ଇଜ ଭେରି 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 ମାନେ କ'ଣ କୁହାଯିବ ମାନେ ଇମ୍ପୋର୍ଟାଣ୍ଟ ଈଶ୍ୱରଙ୍କ ଦୃଷ୍ଟିରେ ଏବଂ ମନୁଷ୍ୟମାନଙ୍କ ଦୃଷ୍ଟିରେ। ଆଉ ଧାର୍ମିକ ଗଣିତ ହେବା ଅଲସୋ ମୋଷ୍ଟ ଇମ୍ପୋର୍ଟାଣ୍ଟ ଈଶ୍ୱରଙ୍କ ଦୃଷ୍ଟିରେ ଦେନ୍ ଦି ପାର୍ଡନ ଅଫ ସିନ୍, ଫରଗିଭନେସ୍ ଅଫ ସିନ୍। ପାପ କ୍ଷମା ଅପେକ୍ଷା ଧାର୍ମିକ ଗଣିତ ହେବା ଇଜ ଦ ମୋଷ୍ଟ 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 ଇମ୍ପୋର୍ଟାଣ୍ଟ। ତ ସେଇଟା ଚେଷ୍ଟା କରିବା ଆମ ବିଭିନ୍ନ ଥିଓଲୋଜି ଡକ୍ଟ୍ରିନ୍ ସିଷ୍ଟମେଟିକ୍ ଥିଓଲୋଜି ଆଣ୍ଡ ବିଭିନ୍ନ ଜାଗାରୁ ମୁଁ ଟିକେ ଟିକେ ଉଦ୍ଧାର କରିଛି। ଆଉ ମୁଁ ନିଶ୍ଚୟ ଚେଷ୍ଟା କରିବି ସେଟାକୁ ବୁଝେଇବା ପାଇଁ। ଆଉ ମୁଁ ଜାଣେ ନାହିଁ ହୟତ ଅନେକଙ୍କୁ ଆଘାତ ଲାଗିପାରେ, ବଟ୍ ଇଟ୍ସ ଓକେ, ଫାଇନ୍। ଈଶ୍ୱରଙ୍କର ନ୍ୟାୟ, ଈଶ୍ୱରଙ୍କର ବାକ୍ୟ ସମ୍ମୁଖରେ ଯଦି କୌଣସି କିଛି ଭୁଲ ଭାଲ ଆମେ କହି ପକଉଛୁ, ଇଟ୍ସ ବେଟର ଟୁ କମ୍ ବ୍ୟାକ୍ ଟୁ ଦ ଲର୍ଡ ଆଣ୍ଡ ରିପେଣ୍ଟ ଫର ଦ୍ୟାଟ୍ and beg apology that I have preached something wrong before the pulpit or before the altar. So many people misguided no huantu, because the fundamental things, doctrine is most important ଆମ ଜୀବନରେ। ଆମେ ଯଦି ଭୁଲ ଭାଲ କହି ପକଉଛୁ ବା ଭୁଲ ଭାଲ କହି ଦଉଛୁ ଯୋଉଟା କି ଅନେକ ଲୋକମାନଙ୍କ ମନରେ ଗୋଟେ ଗୁଞ୍ଜଣ ହେଇକି ରହିଯିବ, ତାହେଲେ ଈଶ୍ୱରଙ୍କ ନିକଟ ଦୋଷୀ ହେବା ସାଙ୍ଗେ ସାଙ୍ଗେ ଆମେ ଲୋକକୁ ଭ୍ରାନ୍ତ ଆଡକୁ ନେଇଯାଉଛୁ ବୋଲିକରି ପ୍ରମାଣିତ ହେଇଯିବ। ଆଣ୍ଡ ଦେନ୍ ସୋ ମେନି କନଫ୍ୟୁଜନ ଷ୍ଟାର୍ଟ ହେବ। ତ ସେଟା ନ ହଉ। ତ ଆସନ୍ତୁ ଜଷ୍ଟିଫିକେସନ ଉପରେ ଗୋଟେ ଡିସ୍କସନ ଆମେ କରିବା। ଜଷ୍ଟିଫିକେସନ ଗୋଟେ ଏମିତି ଜିନିଷ ବା ଧାର୍ମିକ ଗଣନା କରିବା ଗୋଟେ ଜିନିଷ ମୁଁ ଯେପରି କହିଲି ଅତ୍ୟନ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଧୁନିକ ଜଗତରେ ଅନେକ ସମୟ ଆମେ ଆମ ଭଳି ପ୍ରଚାରକ ମାନେ ବା ଅନେକ ଆମେ ଭୁଲ କରି ପକାଉ, ଧାର୍ମିକ ଗଣିତ କରିବାଟାକୁ ପାପ କ୍ଷମା ସାଙ୍ଗରେ ଆମେ ମିଶେଇ ଦଉ, which is not at all। ଦୟାକରି ମନ ଦେଇ ଶୁଣିବେ, ଯୋଉମାନେ ଡକ୍ଟ୍ରିନକୁ ଭଲ ପାଏ ବା ଭଲ ପାଆନ୍ତି, ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଜି ଯଦି ଆମେ ଅନେକ ଲୋକକୁ ପଚାରିବା ତମେ ବାବୁ ପରିତ୍ରାଣ ପାଇଛ? ହଁ। କେବେ? ନା ସେମାନେ କହିବେ ଯୋଉ ଦିନ ସେମାନେ ବ୍ୟାପ୍ଟିଜମ ନେଇଛନ୍ତି, which is completely ଭୁଲ ଭୁଲ ଭୁଲ। ବାପ୍ତିସ୍ମ ନେଲେ ଆମେ ଡେଲି ତ ଆମେ ବାପ୍ତିସ୍ମ ନେଉଛୁ କହିବାକୁ ଗଲେ। ଜୁଡାଇଜମରେ ନିଜେ ନିଜେ ସେମାନେ ଡେଲି ବୁଡୁଥିଲେ, ବ୍ରାହ୍ମଣ ମାନେ ଯେମିତି ସକାଳେ ଭୋରରେ ନଦୀରେ ପୋଖରୀରେ ଗାଧଉଛନ୍ତି। ଦ୍ୟାଟ ଇଜ ନଟ୍ ଦି ପରିତ୍ରାଣ। ସେଟା ପରିତ୍ରାଣ ନୁହେଁ, ପାପ କ୍ଷମା ସେଟା ନୁହେଁ। ତ ଆଜି ପର୍ଯ୍ୟନ୍ତ ଟ୍ରାଡିସନାଲ ଖ୍ରୀଷ୍ଟିଆନ ଲୋକମାନେ ବା ଖ୍ରୀଷ୍ଟିଆନିଟିରେ ଆମର ସେଟା ଭୁଲ ଭଲ ଚାଲିଛି। କ୍ଷମା ଇଜ ଟୋଟାଲି ଡିଫରେଣ୍ଟ, ଧାର୍ମିକ ଗଣିତ ହେବା ଇଜ ଟୋଟାଲି ଡିଫରେଣ୍ଟ, ବ୍ୟାପ୍ଟିଜମ ଇଜ ଟୋଟାଲି ଡିଫରେଣ୍ଟ, ସାନ୍ଟିଫିକେସନ ଇଜ ଟୋଟାଲି ଡିଫରେଣ୍ଟ, ରିଇନକାର୍ନେସନ ଇଜ ଡିଫରେଣ୍ଟ, and sanctification is different, justification is different, canonization is different, new creation is different। ଏ ସମସ୍ତ ଗୁଳିଆ ଘାଣ୍ଟା କରିକିରି ଗୋଟେରେ ପୁରେଇ ଦଉଛନ୍ତି। नो 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 नो, ସେଟା କେବେ ହେଇପାରିବ ନାହିଁ, ହେବା ଉଚିତ ବି ନୁହେଁ। ତ ସେଥିପାଇଁ ମୁଁ ବୋଝର ସହିତ ଆଜି କିଛି କହିବାକୁ ଚାହୁଁଛି ଯେ ଆଜିର ଆଧୁନିକ ଜଗତରେ ଯେ ଭୁଲ ପ୍ରଚାରକ ମାନେ ଆମେ କ୍ଷମା ସହିତ ଧାର୍ମିକ ଗଣନା ବୋଲିକିରି ଯେ ବିବେଚନା କରାଯାଉଛି, ମତେ କ୍ଷମା କରିବେ ଯୋଉମାନେ ଅଭିଜ୍ଞ ବାଳକ ପ୍ରଚାରକ ମାନେ ଅଛନ୍ତି, ବିନୟ ଭାଇ ଭଳି ଡକ୍ଟ୍ରିନ ମାନେ ଜାଣିବା ଲୋକମାନେ ଅଛନ୍ତି। ଯଦି ମୁଁ କିଛି ଭୁଲ କରୁଛି, you are most welcome to correct me anytime। ମୋର କିଛି ଅସୁବିଧା ନାହିଁ। କିନ୍ତୁ ମୁଁ ଅନୁରୋଧ କରିବି ମନ ଦେଇ ଟିକେ ଶୁଣନ୍ତୁ, ଦେଖନ୍ତୁ, ବିଚାର କରନ୍ତୁ, ଆଉ ସୋ ଦ୍ୟାଟ ଆମେ ନିଶ୍ଚୟ ଆହୁରି ପ୍ରଭୁରେ ମଜବୁତ ହେଇପାରିବା। ଆମେ ଆମର ଫାଉଣ୍ଡେସନ ଷ୍ଟ୍ରଙ୍ଗ ନଥିଲେ ଆମକୁ ପବନ ଝଡ଼ ଆସିକି ଆମକୁ ହଲାଇ ଦେବ ଆର ଆମେ ଭାଙ୍ଗି ପଡ଼ିବା। କ୍ଷମା ପ୍ରାପ୍ତ ଠାରୁ ଧାର୍ମିକ, ଯେପରି ମୁଁ କହିଲି, ବହୁତ ଅଧିକ ବିଷୟ ଧାର୍ମିକ ଗଣନା କରିବା। ମନେ ରଖନ୍ତୁ, କ୍ଷମା ଆମେ ଡେଲି କ୍ଷମା ମାଗିବା, ଡେଲି ଆମେ କ୍ଷମା ପାଇପାରିବା, କିନ୍ତୁ ୱାନ୍ସ ଫର ଅଲ୍ ଡିକ୍ଲାରେସନ justification, once life a once it is noted and to be recorded। ଜୀବନରେ ଥରେ ଈଶ୍ୱର ଆମକୁ ଧାର୍ମିକ ବୋଲି ଗଣନା କରନ୍ତି, ୱାନ୍ସ ଲାଇଫରେ ୱାନ୍ସ। ଯେପରି ଜନ୍ମ ଥରେ, ମୃତ୍ୟୁ
तापरे तो थरे अनिवार्य ठीक सही प्रकार जस्टिफिकेशन वंस इन द लाइफ डेली नुहे डेली फॉरगिवनेस डेली सैंटिफिकेशन डेली रिजेनरेशन किंतु जस्टिफिकेशन लाइफ रे वंस थरे तो सेति पई मोर कहवा कथा होची जे पाप पापीर पाप क्षमा करिबा एटा प्रभुंको पाखरे प्रभु अत्यंत लालायित थिले प्रभु अत्यंत दयावान पापीर क्षमा न करी केबे पापी को केबे प्रभु छाड़ते ना आर पाप कले मरिब व्यक्ति लेखा अच्छे जिजिकल पाप कले दंड पाइब तो सेति पई सुप्रीम कोर्ट रे बा ईश्वरंकर अदालत रे जेपरी न्याय विचार रही तो पापी को से दंड न दे करी केबे पाप सहित से आपस करि पारिबे नहीं पापर सहित केबे से आपस करि पारिबो नहीं एवं एटा सबुठु बड़ समस्या ईश्वरंकर पाखरे थिले ईश्वर सब करि पारिबे किंतु से केबे अन्याय करि पारिबे नहीं ईश्वर सब करि पारिबे से केबे मिछ कहि पारिबे नहीं एटा तांको पाखरे बड़ समस्या विषय थिला तो ईश्वर आपस रे विचार निष्पत्ति न करी कॉम्प्रोमाइज न करी पापी को दंड पाइबा को पड़िबो पाप कले पापी मरिबो ही मरिबो एवं व्यवस्था लेखा अछि व्यवस्था और न्याय प्रत्येक विषय पाप पाई मृत्युदंड दाबी करे बोली लेखा अछि उड़िया बाइबल मृत्युदंड दाबी करे अत्यंत गुरुत्वपूर्ण विषय तो एठी आमे गोटे देखुछु जिजिकेल तार 18 अध्याय 4 पदरे जो प्राणी पाप करे से मरिबो ही मरिबो से मरिबो ताके मरिबो तार 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 दंड से मरिबो से पाप करिछि जिजिकेल 18 अध्याय 4 पदरे अछि पुनी जिजिकेल 18 अध्याय 20 पदे देखंत लेखा अछि परमेश्वरंकर अनुग्रह सप्रेम गुण रे दोषी को उद्धार करने निमंते लालायित हैला सी द ग्रेट गॉड ऑसम गॉड लविंग गॉड आउ से किंतु पापी को उद्धार करबा पई तार दया को से प्रकाश करले तांकर प्रेम सगुण गोटे तांकर गोटे गुण होची से प्रेम करिवो मनुष्य पाप को से घृणा करे किंतु से पापी को प्रेम पापी को से अत्यंत प्रेम करे आदर करे स्नेह करे एटा गोटे ईश्वरंकर निजस्व सत्ता बा गुण बड़ा आश्चर्य विषय देखंतु एठी लेखा अछि जे परमेश्वर दोषी को निर्दोष घोषणा करिबा पई अस्वीकार करंती किंतु तार गोटे गुण कोन से पापी को प्रेम करंती जेपरी परमेश्वर सेमानकर विचार करिवे अन्याय को अन्याय घोषणा करिवे न्याय को न्याय घोषणा करिवे एवं तांकर ताको दोष मुक्त करिवे किंतु आमर देश रे न्याय विचार नहीं खूब कम अनेक लोक माने निर्दोष को दोषी आ दोषी को निर्दोष बोलिकरी घोषणा करुछंती ईश्वर वाक्य लेखा अच्छे जेसाया तार 5 अध्याय 23 पदरे जे से माने लंच नहीं करी घूस नहीं करी ब्राइब नहीं करी कार्य करछंती से हाय से माने केते संताप रो पात्र न हेबे सो ट्रेजेडी ताको जीवन रे आसीबो संताप रो पात्र हाउएवर तो किंतु ईश्वर सेमति नहे आमे जो ईश्वर को विश्वास करू बा जो ईश्वर आमको आम भली पापी को से निर्दोष बोली प्रतिपन्न करिसंती बा आमको धार्मिक बोली गणना करिसंती हाउ इट इज पॉसिबल से तो लालायित से तो दयावान से तो क्षमावान जदि गुटे लोक क्षमा न मागिबो केमति करी क्षमा पाइबो ता प्रोसीजर तार नियम कानून अच्छी
ତାଙ୍କର ସେ ସମସ୍ତ ବାକ୍ୟରେ ସେ ସିଦ୍ଧାନ୍ତରେ ସବୁ ଲେଖା ଅଛି। ଲୁକ୍ ତାର 16 ଅଧ୍ୟାୟ 15 ପଦରେ ଲେଖା ଯାଉଛି ଯେ କଣ କରେ ନା ଯୀଶୁ ଫାରୁସୀ ମାନଙ୍କୁ ଈଶ୍ୱରଙ୍କ ସମ୍ମୁଖରେ ଫାରୁସୀ ମାନେ ନିଜକୁ ଧାର୍ମିକ ବୋଲି ଦେଖାଇ ହେଇଥିବାରୁ ଦୋଷୀ କରୁଛନ୍ତି। ସେ ମାନେ ଅନେକ ଯେ ଲେଖା ଅଛି ଯେ ଫାରୁସୀ ମାନଙ୍କ ଠାରୁ ତମେ ଅଧିକ ଯେ ଧର୍ମ କର୍ମ ନ କରିବ ତାହେଲେ ଈଶ୍ୱରଙ୍କ ଦୃଷ୍ଟିରେ ତମେ ଗୃହୀତ ହେଇପାରିବ ନାହିଁ। ତାହେଲେ ଫାରୁସୀ ମାନେ କୋଉ ପ୍ରକାର ଧର୍ମ କର୍ମ କରୁଥିଲେ? ସେମାନେ ଜିରାରୁ ଦଶ ମାଂସ ଦଉଥିଲେ। ସେମାନେ ପ୍ରତିଦିନ କେତେ ଥର ଈଶ୍ୱରଙ୍କ ବାକ୍ୟ ପଢୁଥିଲେ। ଲେଖାଯାଏ, ଆମେ ପଢିଥିଲୁ କଲେଜରେ, ଯେ ଯାର ଯେତେ ବଡ ପଗୁଡି ସେତେ ବଡ ତାର ବୁଦ୍ଧି ବିଦ୍ୟା ଜ୍ଞାନ। ଫାରୁସୀ ମାନେ ସାଦୁକିସ୍ ମାନେ ଯଦିଓ ସେମାନେ ରଙ୍ଗ ଡକ୍ଟ୍ରିନ ଭିତରେ ଥିଲେ, କିନ୍ତୁ ସେମାନଙ୍କ ଧର୍ମ କର୍ମକୁ ପ୍ରଭୁ ଲାଇକ୍ କରୁଥିଲେ। ଯେ ସେମାନଙ୍କୁ ଧର୍ମ କର୍ମ ଏତେ ଯେ ସେମାନେ ନିଜକୁ ଧାର୍ମିକ ବୋଲି ବ୍ୟବସ୍ଥା ପାଳନ କରିବା ଦ୍ୱାରା ସେମାନେ ଦେଖାଉଥିଲେ। କିନ୍ତୁ ବ୍ୟବସ୍ଥା ପାଳନକାରୀ ମାନେ କାହିଁକି ନା ରୋମିଓ 1 ଅଧ୍ୟାୟ 2 ଅଧ୍ୟାୟ 13 ପଦ ଅନୁସାରେ ଯେ କହେ ଯେ ବ୍ୟବସ୍ଥା ପାଳନକାରୀ ମାନେ ଧାର୍ମିକ ଗଣିତ ହେବେ। ସେଥିପାଇଁ ସେମାନେ ନିରନ୍ତର ବ୍ୟବସ୍ଥା ପାଳନ କରୁଥିଲେ। କିନ୍ତୁ ତ୍ରିଏକ ପରମେଶ୍ୱର ସମ୍ମୁଖରେ ଏକ ପ୍ରଶ୍ନ ଥିଲା, କଣ ନା ମନୁଷ୍ୟ କଣ ସିଦ୍ଧ ରୂପେ ବ୍ୟବସ୍ଥା ପାଳନ କରିପାରିବ? ବ୍ୟବସ୍ଥା ପାଳନ କରିବ। ବାଇବେଲ ରେ ଆପଣ ଯଦି ବ୍ୟବସ୍ଥା ଗଣିବେ more than 600 ନ୍ୟୁ ଟେଷ୍ଟମେଣ୍ଟ ଏନଟି ଏଣ୍ଡ ଓଟି ରେ more than 3000 something promise ଈଶ୍ୱରଙ୍କର ଅନୁଗ୍ରହ ପାଇଁ, ଦୟା ପାଇଁ, ପ୍ରେମ ପାଇଁ, ପାପ କ୍ଷମା ପାଇଁ, ଦୋଷମୁକ୍ତ ହେବା ପାଇଁ, ସାନ୍ଟିଫିକେସନ ପାଇଁ, ରିଜେନେରେସନ ପାଇଁ ଏବଂ ଧାର୍ମିକ ଜଷ୍ଟିଫିକେସନ ପାଇଁ, ଧାର୍ମିକ ଗଣିତ ହେବା ପାଇଁ। ସୋ ଏଇଠି ଏବେ ପ୍ରଶ୍ନ ଯେ ମନୁଷ୍ୟ କଣ ସିଦ୍ଧ ରୂପେ ବ୍ୟବସ୍ଥା ପାଳନ କରିପାରିବ? ରୋମିଓ ତାର 3 ଅଧ୍ୟାୟ 23 ପଦରେ କହୁଛି, ସମସ୍ତେ ପାପ କରିଅଛନ୍ତି ପୁଣି ଈଶ୍ୱରଙ୍କର ଗୌରବ ରହିତ ହୋଇଅଛନ୍ତି। ଏହି ଗୋଟେ ବିରାଟ ସମସ୍ୟା। ଏହି ସମସ୍ୟା ଏତେ ଜଟିଳ ଥିଲା ଯେ କେବଳ ଈଶ୍ୱରଙ୍କ କେବଳ ମାନେ ମନୁଷ୍ୟ ମାନଙ୍କ ପାଖରେ କୌଣସି ଉପାୟ ନଥିଲା ଦୋଷମୁକ୍ତ ହେବା ପାଇଁ, ଧାର୍ମିକ ହେବା ପାଇଁ କୌଣସି ଉପାୟ ନଥିଲା। କେବଳ ଏଇଠି ଅସୀମ ପରମେଶ୍ୱର ତାଙ୍କର ଅସୀମ ଜ୍ଞାନରେ ଏବଂ ସବୁଠୁ ମହା ଅନୁଗ୍ରହରେ ଏହି ସମସ୍ୟାରୁ ମନୁଷ୍ୟକୁ ବାହାର କରି ଆଣିବା ପାଇଁ ତାଙ୍କ ପାଖରେ ସମାଧାନ ଥିଲା। ନା ଆଜି ଯଦି ଆମେ ଯୋଉମାନେ ଧାର୍ମିକ ବୋଲି ଗଣନା ପ୍ରଭୁ କରିଛନ୍ତି, ଆମେ ଧାର୍ମିକ ବୋଲି ଗଣିତ ହେଇଛୁ କି ନାହିଁ ଆମେ ଆଜି ସୁନିଶ୍ଚିତ ହେବା। ଯଦି ଆମେ ପରିତ୍ରାଣ ପାଇଛୁ, ଯଦି ଆମେ ନୂତନ ଜନ୍ମ ପାଇଛୁ, ଯଦି ଆମେ ପାପ କ୍ଷମା ପାଇଛୁ, ନ୍ୟୁ କ୍ରିଏସନ ଆମ ଭିତରେ ହେଇଛି, ତାହେଲେ କେବଳ ଈଶ୍ୱରଙ୍କର ଅସୀମ ଜ୍ଞାନ ଏବଂ ତାଙ୍କର ଗ୍ରେଟ୍ ଅନୁଗ୍ରହରେ only by the grace of God, Almighty God, କେବଳ ତାଙ୍କର ଅନୁଗ୍ରହରେ। ଈଶ୍ୱରଙ୍କ ପାଖରେ ସମାଧାନ କଣ ନା ଯୀଶୁ ଆମେ ସମସ୍ତେ ଜାଣୁ କମ ବେଶୀ ସ୍ୱେଚ୍ଛାକୃତ ଭାବରେ ମନୁଷ୍ୟ ରୂପରୁ ଧରି ବ୍ୟବସ୍ଥା ଅନୁସାରେ, ଦେଖନ୍ତୁ ଏଇଠି ବ୍ୟବସ୍ଥା ସେ ଲୋପ କରିବା ନାହିଁ, ବ୍ୟବସ୍ଥାକୁ ସିଦ୍ଧ କରିବା, ବ୍ୟବସ୍ଥା ଅନୁସାରେ ସେ ସିଦ୍ଧ ମନୁଷ୍ୟ ରୂପରେ ଆସିଲେ ଏବଂ ସିଦ୍ଧ ଜୀବନ ଯାପନ କଲେ। ପ୍ରେଜ୍ ଦ ଲର୍ଡ, ଇଟ୍ସ ଏ ଗ୍ରେଟ୍ ଇନଫର୍ମେସନ ଟୁ ଅସ୍। କଲେ ଏବଂ ଧାର୍ମିକତା ଅର୍ଜନ କଲେ। ଆଉ ସେଇ ଧାର୍ମିକତା ଦାନ ସ୍ୱରୂପରେ ଯେଉଁମାନେ ତାଙ୍କୁ ବିଶ୍ୱାସ କଲେ, ନମ୍ବର 1, ଯେଉଁମାନେ ଅନୁତାପ କଲେ ତାଙ୍କର ଅତୀତ ଏବଂ ବର୍ତ୍ତମାନ ପାପ ପାଇଁ, ଯେଉଁମାନେ କ୍ରନ୍ଦନ କରିକିରି ତାଙ୍କୁ ବିଶ୍ୱାସ କରି ଜୀବନରେ ସ୍ଥାନ ଦେଲେ, ବିଶ୍ୱାସ କରି ଗ୍ରହଣ କଲେ, ସନ୍ତାନ ହେବାର ଅଧିକାର ଦେଲେ,
এবং ସେମାନଙ୍କୁ এই ଧାର୍ମିକତା ଅର୍ଜନ କରିବା ପାଇଁ ଈଶ୍ୱର ଦାନ ଦେଲେ, ଦାନ ଅନୁଗ୍ରହ କଲେ। ଆମେ we are not worthy, ଧାର୍ମିକ ଘୋଷିତ ହେବା ପାଇଁ, କିନ୍ତୁ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କଲେ, ପ୍ରଭୁ ଆମମାନଙ୍କୁ ଦୟା କଲେ, ପ୍ରଭୁ ଆମମାନଙ୍କୁ ପ୍ରେମ କଲେ, ବିକଜ ଅଫ ହିଜ ଗ୍ରେଟ୍ ଲଭ। ତାଙ୍କର ମହା ଅନୁଗ୍ରହ ପାଇଁ, ମହାଦୟା ପାଇଁ ଆଜି ଆମେ ବଞ୍ଚିଛୁ, ଜୀବନରେ ପରିତ୍ରାଣ ପାଇଛୁ, ଆଉ ଆମେ ଅନୁତାପ କରି ତାଙ୍କ ନିକଟରେ ଫେରି ଆସିଛୁ ଅତୀତ ଜୀବନରୁ, ଏବଂ ତାଙ୍କୁ ଆମେ ପ୍ରଭୁ ଏବଂ ତ୍ରାଣକର୍ତ୍ତା ବୋଲି ଯୀଶୁ ଆମକୁ ଚିହ୍ନାଇଲେ ପବିତ୍ର ଆତ୍ମାଙ୍କ ଦ୍ୱାରା। ଯୀଶୁ ଆମକୁ କହିଲେ ପବିତ୍ର ଆତ୍ମାଙ୍କ ଦ୍ୱାରା ଯେ ତୁମେ ଏହା କରିଛ, ଏହା କରିଛ, ସେ ଆମକୁ ଜ୍ଞାନ ଦେଲେ। ଏବଂ ତାହେଲେ ଅନୁତାପ, ବିଶ୍ୱାସ, କ୍ଷମା ଦ୍ୱାରା ଆମେ ଯୀଶୁଙ୍କୁ ଜୀବନରେ ସ୍ଥାନ ଦେଇପାରିଲୁ। ଯଦି ଆଜି କାହାର ଅନୁତାପ ହେଇନାହିଁ, ଯଦି ଆମେ ପ୍ରକୃତ ଭାବରେ ତାକୁ ବିଶ୍ୱାସ ଖାଲି ବେନିଫିଟ ପାଇବା ପାଇଁ ପ୍ରଭୁକୁ ଗ୍ରହଣ କରିଛୁ, ପୋଜିସନ ପାଇବା ପାଇଁ, ଟଙ୍କା ପାଇବା ପାଇଁ, ଆଉ କଣ କହ, नो 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 नो, ଦ୍ୟାଟ ଇଜ ନିଶ୍ଚୟ ପ୍ରଭୁ ସେ କରିବେ, କିନ୍ତୁ କଣ ପାଇଁ ନା ଜଷ୍ଟିଫିକେସନ, ଧାର୍ମିକ ଗଣିତ ହେବା ପାଇଁ, ପାପର କ୍ଷମା ପାଇବା ପାଇଁ, ନୂତନ ଜନ୍ମ ପାଇଁ, ପରିତ୍ରାଣ ପାଇଁ, ଅନନ୍ତ ଜୀବନ ପାଇଁ, ସ୍ୱର୍ଗ ରାଜ୍ୟରେ ମୋର ଖାତାରେ ଜୀବନ ପୁସ୍ତକ ନାମ ଲେଖିବା ପାଇଁ, ରାପଚର ଅଂଶ ହେବା ପାଇଁ, ପ୍ରଭୁଙ୍କ ସହିତ ଚିରଦିନ ରହିବା ପାଇଁ। ଏଟା ଆମ ପାଇଁ ଏଟା ଘର ନୁହେଁ, ଏଟା ହେଉଛି ଆମ ପାଇଁ ତୀର୍ଥ ସ୍ଥାନ, କି ଆମର ପ୍ରବାସୀ ଆମେ ଏଠି। ସୋ এই সমস্ত ତ ଅନେକ ଲୋକମାନେ ବାପ୍ତିସ୍ମ ନେଲେ ପରିତ୍ରାଣ ମିଳେ ନାହିଁ, ବାପ୍ତିସ୍ମ ନେଲେ ପାପ କ୍ଷମା ମିଳେ ନାହିଁ, ବାପ୍ତିସ୍ମ ନେଲେ ସାନ୍ଟିଫିକେସନ ବି ହବ ନାହିଁ। ହଜାର ଥର ଫୁଲବାଣୀରେ ଲୋକମାନେ ଲୁଗା ପାଇଁ ବାପ୍ତିସ୍ମ ନେଉଛନ୍ତି, ଛେଳି ଭୋଜି ପାଇଁ ବାପ୍ତିସ୍ମ ନେଉଛନ୍ତି, ଆଉ କଣ କଣ ଟଙ୍କା ପାଇଁ ବାପ୍ତିସ୍ମ ନେଉଛନ୍ତି, ଗୋଟେ ବାଇବେଲ ପାଇବା ପାଇଁ ବାପ୍ତିସ୍ମ, କେତେ ଥର ବାପ୍ତିସ୍ମ ହବ, ବାପ୍ତିସ୍ମ ନେଉଛନ୍ତି, ଇଟ ଇଜ ଏ ଫ୍ୟାକ୍ଟ। କିନ୍ତୁ ତା ନୁହେଁ, ପରିତ୍ରାଣ ପ୍ରେଜେଣ୍ଟ, ପରିତ୍ରାଣ ପାଷ୍ଟ, ପରିତ୍ରାଣ ଫ୍ୟୁଚର। ବଟ୍ ଦେନ୍ ଅନୁତାପ ଇଜ ନିଡେଡ, ରିପେଣ୍ଟେନ୍ସ ଇଜ ନିଡେଡ। ଆଜି ଅନେକ ବଡ ବଡ ପାଳକ ପ୍ରଚାରକ ମାନେ, ସୋ କଲ୍ଡ ଖ୍ରୀଷ୍ଟିଆନ ଲିଡର୍ସ ମାନେ ପରିତ୍ରାଣର ନିଶ୍ଚୟତା, ମାନେ ଦ assurance of salvation, they do not know. justification, ପରିତ୍ରାଣ, ପାପ କ୍ଷମା, ନିଉ କ୍ରିଏସନ ଏକା ସାଙ୍ଗେ ମିଶାଇ ଦେଇକରି ପ୍ରଚାର କରିଦେବେ। नो 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 नो, it is a different subject and different concept। ଯଦିଓ ଅଙ୍ଗାଅଙ୍ଗୀ ପ୍ରତ୍ୟେକଙ୍କ ସହିତ ପରସ୍ପରଙ୍କର ବିଶେଷ ମାନେ ଏକଦମ ପୁରା ଚର୍ବି ସହିତ ଯେମିତି ଅଟରୀ ନର୍ଭର ଯୋଡି ଅଛି, ସେମିତି ସେ ପ୍ରକାର ଅଛି। ବଟ୍ ଇଟ୍ ଇଜ ଷ୍ଟିଲ୍ ଦେନ୍ ଡିଫରେଣ୍ଟ। ଯେମିତି ପାପ କ୍ଷମା and just forgiveness of sin and the justification is totally different, ତ ସେଇ ପ୍ରକାର ବିଷୟ ତ ବୁଝିବାକୁ ପଡିବ, ଜାଣିବାକୁ ପଡିବ। ତ ଏଟା ପ୍ରଭୁଙ୍କର ଅସୀମ କରୁଣା ଏବଂ ଦୟା ବିଶ୍ୱାସୀ ମାନଙ୍କୁ, ଯୋଉମାନେ ବିଶ୍ୱାସ କଲେ, ଯୋଉମାନେ ବିଶ୍ୱାସ କଲେ, ଆଉ ସେମାନଙ୍କୁ ପ୍ରଭୁ ଦେଲେ, ସେମାନଙ୍କୁ ପ୍ରଭୁ ଦେଲେ। ସୋ ଇଟ୍ ଇଜ ଗ୍ରେଟ୍, ସୋ ଇଟ୍ ଇଜ ଗ୍ରେଟ୍। ତ ଈଶ୍ୱରଙ୍କର ସମ୍ମୁଖରେ ଆଜି ଆମେ ଧାର୍ମିକ ଆମେ ଗଣିତ ହେଇପାରୁଛୁ। କୋଉମାନେ ନା ଯୋଉମାନେ ଆମେ ଅନୁତାପ କରି, ଯୋଉମାନେ ଆମେ ଅନୁତାପ କରି ଈଶ୍ୱରଙ୍କର ସେ କ୍ଷମାର ଅଭିଜ୍ଞତାକୁ ଆମେ ପାଇଛୁ, ବା କ୍ଷମାର ଅନୁଭୂତିକୁ ଆମେ ପାଇଛୁ, ଆମେ ପରିତ୍ରାଣର ନିଶ୍ଚୟତାକୁ ଅନୁଭବ କରିଛୁ, ପରିତ୍ରାଣର ଜ୍ଞାନକୁ ଆମେ ପାଇଛୁ, ବିଶ୍ୱାସ କରି ତାଙ୍କର ପୁତ୍ରତ୍ୱ ଅଧିକାର, ପୁତ୍ର କନ୍ୟାର ଅଧିକାର ଆମେ ପାଇଛୁ, ଯୋହନ 1:12 ଅନୁସାରେ। ପ୍ରଭୁ ସେମାନଙ୍କୁ ୱାନ୍ସ ଡିକ୍ଲେୟାର କଲେ, ୟୁ ଆର ଜଷ୍ଟିଫାଇଡ, ତମେ ଦୋଷୀ ଥିଲ, ବର୍ତ୍ତମାନ ଦୋଷ ମୁକ୍ତ ହେଲ। ଶୁଣନ୍ତୁ, ଦୋଷ କରିଛି ଦଣ୍ଡ ପାଇବ। ଯୋଉ ଦିନ ସେ ଦୋଷ ମୁକ୍ତ ହେଲା, ସେଇଦିନ ଦଣ୍ଡଟା ରହିବ ନା ଯିବ? ମୁଁ ରେସପେକ୍ଟେଡ ମାନେ ମଣ୍ଡଳୀ ଭାଇ ଭଉଣୀ ପଚାରୁଛି, ଯୋଉ ଦିନ ଯେତେ ଦିନ ପର୍ଯ୍ୟନ୍ତ ମୁଁ ଦୋଷୀ ଥିଲି, ମୁଁ ଦଣ୍ଡ ପାଇବାର ଯୋଗ୍ୟ, ଦଣ୍ଡ ମୋ ପାଇଁ ରହିଛି। କିନ୍ତୁ ଯୋଉ ଦିନ ଜର୍ଜ
ଈଶ୍ୱରଙ୍କର ଆଦାଲତରେ ମତେ ଡିକ୍ଲେୟାର କରାଗଲା that you are justified by the word of God। ତାହେଲେ ସେ ଦଣ୍ଡଟା ରହିବ।